ଶୀତ ଦିନରେ କୋବିଟା ବହୁତ ଭଲ ଫଳେ। ସେଥିପାଇଁ ମୁଁ ତା ପାଇଁ ଏକ୍ସଟ୍ରା 2ଟା ଗ୍ରୋ ବ୍ୟାଗ୍ ମଗେଇଥିନି। ଆଉ ସେ ଗ୍ରୋ ବ୍ୟାଗରେ ବି ବହୁତ ବଢ଼ିଆ ଫଳିଥିଲା। ଦେଶୀ କୋବି ପ୍ରଥମେ ଲଗେଇଥିନି। ଆଉ ଦେଶୀ କୋବି ମୁଁ ଗୋଟେ ଗ୍ରୋ ବ୍ୟାଗରେ 8ଟା ପାଖାପାଖି ଲଗେଇଥିନି। ବହୁତ ଭଲ ହେଇଥିଲା। ତାପରେ ସିଜିନ୍ ଯେହେତୁ ଥିଲା ଥଣ୍ଡା ପାଗ ବି ଥିଲା। ତାପରେ ମୁଁ କିଛି ହାଇବ୍ରିଡ଼ର କୋବି ଲଗେଇଥିନି ଫୁଲକୋବି। ସିଏ ବହୁତ କମ୍ ଲଗେଇଥିନି। ଗୋଟେ ଗ୍ରୋ ବ୍ୟାଗରେ ମୁଁ 3ଟା କି 4ଟା ପାଖାପାଖି ଲଗେଇଥିନି। ସିଏ ବି ବହୁତ ଭଲ ହେଇଥିଲା, କିନ୍ତୁ ତାର ମଝିରେ ଜାଗା ବହୁତ ଫାଙ୍କା ଥିଲା। ତ ସେଥିପାଇଁ ଭାବିଲି ଏଠି କିଛି ପିଆଜ ଗଛ ଲଗେଇଦେମି, କାହିଁକିନା ପିଆଜ ଗୁଡ଼ାକ ସବୁ ମୁଁ ବଡ଼ ପିଆଜ ତ ଛାତ ଉପରେ ଲଗେଇଥିନି ଗୋଟେ ଥର୍ମୋକୋଲ୍ ପେଟିରେ। କିନ୍ତୁ ବହୁତ ଇଚ୍ଛା ଥିଲା ଦେଶୀ ଓଲି ପିଆଜ ଯୋଉ ଲଗେଇବା ପାଇଁ, କାହିଁକିନା ଓଲି ପିଆଜଟା ନା ବହୁତ ଭଲ ବାନ୍ଧେ ଛାତ ଉପରେ ଲଗେଇଲେ। ତ ଆର ବର୍ଷ ତ ଲଗେଇଥିଲି ଗ୍ରୋ ବ୍ୟାଗ୍ ଫାଙ୍କା ଥିଲା ବୋଲି, ଏଥର ଗ୍ରୋ ବ୍ୟାଗ୍ ଫାଙ୍କା ନାହିଁ, ସେଥିପାଇଁକା ମୁଁ କୋବି ଗଛ ମଝିରେ ହିଁ କିଛି ପୋତି ଦେଇଥିଲି। ଆଉ ବଳକା କିଛି ବଳେଇଥିଲା ମୁଁ ବାଡ଼ି ପଟେ ପୋତିଥିଲି, ଆଉ କିଛି ମୋର ବ୍ରୋକୋଲି କୋବି ମଝିରେ ବି ମଧ୍ୟ ପୋତି ଦେଇଥିଲି। ବ୍ରୋକୋଲି ମୁଁ 4ଟା ଲଗେଇଛି, ଆଉ ତା ମଝିରେ କିଛି 4-6ଟା ଭଳିଆ ମୁଁ ଲଗେଇଥିଲି ପିଆଜ। ସେ ବହୁତ ବଢ଼ିଆ ବାନ୍ଧିଲାଣି। ପିଆଜକୁ ମୁଁ ଗୋଟେ ଦିଟା ଆଡ଼େଇକି ଦେଖୁଥିଲି ମାଟି, ତ ଭଲ ବାନ୍ଧି ଆସିଲାଣି। ତାକୁ ଆହୁରି ଲାଗିବ ବୋଧହୁଏ 15ରୁ 20 ଦିନ ହାର୍ଭେଷ୍ଟିଂ ପାଇଁ। ତ ଏଠି କିଛି କୋବି ଗଛ ଥିଲା, ତା ଦେହରେ ପାଣି ଦେଇ ଦେଇଥିଲି। ଆଉ ଗଛଟା ହେଉଛି କିଛି ପିଆଜ ଗଛ ଦେଖିକିନା ଖୁସି ଏତେ ହେଇଗଲି, ମାଆଙ୍କୁ ଗୋଟେ